ପିଲାମାନେ ଦେଖ ବର୍ତ୍ତମାନ ସମୟରେ ତମର ଯୋଉ ରାତିରେ ମୁଁ ଭିଡିଓ ବନେଇବାର କାରଣ ହେଲା ତୁମକୁ ମୁଁ କିଛି ସମୟ ପୂର୍ବରୁ ଗୋଟେ ଭିଡିଓ କହିଥିଲି ସେ ଭିଡିଓରେ ମୁଁ କହିଥିଲି ଯେ ତମର ଜାନୁଆରୀ 7 ରେ ଯୋଉ ତମର ଭ୍ୟାକେନ୍ସିଟା ଆସିବ ସେଠି ତମର ଆରଆଇ ଏଆରଆଇ ଅମିନ ସହିତ ପିଓ ଏଡ୍ ହବ ଯୋଉଟା କି ନୋଟିସ୍ ଯାଇଥିଲା ଏବଂ ତା ସହିତ ମୁଁ ତୁମକୁ ଏଟା ବି କହିଥିଲି ଯେ ତମର ଯଦି ଜାନୁଆରୀ 7 ସହିତ ନ ହେଲା ତାହେଲେ ତମର ପିଓ ଏବଂ ଯୋଉ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ବା ଡିଓ ଏଟା ତମର କମ୍ବାଇନ୍ ହେଇକି ଆସିବ ଜାନୁଆରୀ 15 ପୂର୍ବରୁ ତୁମକୁ ମୁଁ ଏଟା କହିଥିଲି। ତ ବର୍ତ୍ତମାନ ସମୟରେ ତୁମର ନୋଟିସ୍ ଆସିଯାଇଛି ଯେ ଜାନୁଆରୀ 7 ରେ ଯୋଉ ଭ୍ୟାକେନ୍ସି ଆସୁଛି ସେଠି ପିଓ ଏଡ୍ ହଉନାହିଁ କିନ୍ତୁ ପିଓଟା ତମର ପିଲାମାନେ ଏଡ୍ ହେଇକି ଆସିବ। ତ ସେଟା ନୁହେଁ କିନ୍ତୁ ଆଜିର ଭିଡିଓରେ ଯୋଉ ମୁଖ୍ୟ ଟପିକ ରହିଛି ପିଓ ତ ଆସିବ କାରଣ ଅଲରେଡି ତମର ରିକ୍ୱେଜିସନ ଯାଇଛି ମାନେ ପିଓ ଆସିବ। କିନ୍ତୁ ବର୍ତ୍ତମାନ ସମୟରେ ପିଲାମାନେ ତୁମେ ଦେଖିଦିଅ ଯୋଉ ଆସିଛି ଏଠି ତମର ଏକ୍ସାମର କିଛି ନିୟମ ଗୁଡ଼ିକ ଚେଞ୍ଜ ହେଇଛି ଏବଂ ବର୍ତ୍ତମାନ ସମୟରେ ଚାକିରି ପାଇବା ପିଲାମାନେ ଆହୁରି ସହଜ ହେଇଯାଇଛି। ତୁମେ କହିବ ସାର୍ କେମିତି କଣ ଏଆରଆଇ ର ପିଲାମାନେ ଯୋଉ ଆରଆଇ ଅମିନର ତମର ହଉଛି ତାର ନୋଟିସ୍ ବର୍ତ୍ତମାନ ସମୟରେ ଆସିଯାଇଛି ଡିସେମ୍ବର 30 ପାଖରୁ ପିଲାମାନେ ଏହାର ମାନେ ଆଜିକା ଦିନରେ ନୋଟିସ୍ ଆସିଛି 7 ତାରିଖ ପାଖରୁ ତମର ଆପ୍ଲାଏ ଷ୍ଟାର୍ଟ ହବ 31 ତାରିଖ ପର୍ଯ୍ୟନ୍ତ ତମର ଏଠି ଆବେଦନ ଚାଲିବ। କିନ୍ତୁ ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ତମେ ପିଲାମାନେ ଜାଣିଥିବ ଯେ ବର୍ତ୍ତମାନ ସମୟରେ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏକ୍ସାମ 1 ଆଉ 2 ଏମିତି ଦୁଇଟା ଆସିଛି ଗୋଟେ ତମର ହଉଛି ଫରେଷ୍ଟ ଗାର୍ଡ ଏବଂ ଆଉଟେ ତମର ହଉଛି ଆରଆଇ ଅମିନ। ଏଇ ଯୋଉ ଫରେଷ୍ଟ ଗାର୍ଡ ପିଲାମାନେ ତା ପାଇଁ ଆମର ପ୍ରହରୀ ବେଚ୍ ବର୍ତ୍ତମାନ ସମୟରେ ଷ୍ଟାର୍ଟ ହେଇଯାଇଛି। ଯଦି ତୁମେ ଏନରୋଲ କରିବା ପାଇଁ ଚାହୁଁଛ ତେବେ ଆମର ଯୋଉ ପ୍ରହରୀ ବେଚ୍ ରହିଛି ଆକୁ ତମେ ମାନେ ଏନରୋଲ କରିପାରିବ ହେଲା। ସମୟରେ ପିଲାମାନେ ତମର ଏଇ ଯୋଉ ପ୍ରହରୀ ବେଚ୍ ରହିଛି ଏଟା ତମର ଷ୍ଟାର୍ଟ ହେଇଛି। ଦ୍ୱିତୀୟ ହେଲା ଯଦି ତମେ ଆରଆଇ ଅମିନ ପାଇଁ ପ୍ରିପାରେସନ କରିବା ପାଇଁ ଚାହୁଁଛ ଯେ ସାର୍ ମୁଁ ଆରଆଇ ଅମିନ ଯୋଉ ଅଙ୍ଗନବାଡି ସୁପରଭାଇଜର ତା ପାଇଁ ପ୍ରିପାରେସନ କରିବି ତା ପାଇଁ ପିଲାମାନେ ଆମର ପ୍ରତିଜ୍ଞା 3.0 ବେଚ୍ ଆମର ଷ୍ଟାର୍ଟ ହେଇଛି। ମୁଁ ତୁମକୁ ପିଲାମାନେ ଯୋଉ ବର୍ତ୍ତମାନ ସମୟରେ ଯୋଉ କହୁଛି ଯେ ତମର ଯୋଉ ପ୍ରିଲିମ୍ସ ଏକ୍ସାମ କେବଳ ଗୋଟେ ଏକ୍ସାମ ହବ ଆଉ ମେନ୍ସ ଏକ୍ସାମ ହବ ନାହିଁ। ଯଦି କୋର୍ସ ନେଇକି ରେଗୁଲାର ପାଠ ପଢିକି ବି ତମର ପିଲାମାନେ ଚାକିରି ନହେଲା ତାହେଲେ ତମମାନଙ୍କ ଟଙ୍କା ଆମେ ରିଫଣ୍ଡ କରିଦେବୁ। ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି ତମେ ମାନେ ସେଠୁ ଯାଇକି ଆମର ଯୋଉ କୋର୍ସ ଗୁଡ଼ିକ ରହିଛି ଆକୁ ତମେ ନେଇପାରିବ। ବହୁତ ସାରା କୋର୍ସ ପିଲାମାନେ ବର୍ତ୍ତମାନ ସମୟରେ ତମର ଭିଏଡବ୍ଲ୍ୟୁ ପାଖରୁ ଆରମ୍ଭ କରିକି ବହୁତ ସାରା କୋର୍ସ ବର୍ତ୍ତମାନ ସମୟରେ ଚାଲିଛି ତମେ ମାନେ ନେଇପାରିବ। ତ ଦେଖ ଏଠି ଯୋଉ ପିଲାମାନେ ତୁମର ବର୍ତ୍ତମାନ ସମୟରେ ଆସିଲା ଆରଆଇ ପାଇଁ ତୁମର ଦେଖ ଟୋଟାଲ 165ଟି ପୋଷ୍ଟ, ଆଇସିଟି ସୁପରଭାଇଜର ପାଇଁ 268, ଭିଏଡବ୍ଲ୍ୟୁ ପାଇଁ ତମର 520 ଯେତିକି ଥିଲା, ଜୁନିୟର ଆସିଷ୍ଟାଣ୍ଟ ପାଇଁ 1236 ତା ସହିତ ଏଆରଆଇ ପାଇଁ 422, ଅମିନ ପାଇଁ 378 ଏବଂ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର ପାଇଁ ତମର ହଉଛି 242 ଭ୍ୟାକେନ୍ସି ପିଲାମାନେ ତମର ଏଠି ଆସିଛି। କ୍ୱାଲିଫିକେସନ ଦେଖ ଆରଆଇ ପାଇଁ ତମର ହଉଛି +3 ପାସ୍, ଏଜ୍ ତମର ହଉଛି 20 ରୁ 42, 21 ରୁ 42 ହବାର ଥିଲା। ଆଇସିଡିଏସ୍ ସୁପରଭାଇଜର ପାଇଁ ମଧ୍ୟ ତମର ପିଲାମାନେ ଏଠି ବି ତମର ରହିଛି ବ୍ୟାଚଲର ଇନ୍ ଡିଗ୍ରୀ ରହୁଛି ଏବଂ ଏଠି ତମର ହଉଛି ଓମେନ୍ ମାନଙ୍କ ପାଇଁ 21 ରୁ 42। ତାପରେ ଦେଖ ଭିଏଡବ୍ଲ୍ୟୁ ଏଠି ତମର +2 ଭୋକେସନାଲ କିମ୍ବା ତମେ ଯଦି +2 ସାଇନ୍ସ କରିଛ ଏଠି ମଧ୍ୟ ତମର ଏଜ୍ ଅଛି 21 ରୁ 42, ଜୁନିୟର ଆସିଷ୍ଟାଣ୍ଟ ମଧ୍ୟ ତମର 21 ରୁ 42, ଏଠି ମଧ୍ୟ ତମର +3 ସିଏ ମାଗିଛି। ଏଆରଆଇ ତମର ପିଲାମାନେ +2 ମାଗିଛି ଏଠି ତମର ବୟସ ହଉଛି 20 ରୁ 42। ଅମିନ ପାଇଁ ମଧ୍ୟ ପିଲାମାନେ ସେମିତି ଦେଇଛି ଇଞ୍ଜିନିୟରିଂ ଫ୍ରମ୍ ଇନଷ୍ଟିଚ୍ୟୁଟ ଏଟା ସିଏ ଟିକେ ଗୁଡ଼େଇ ଘାଣ୍ଟିକି କହିଛି। ତ ତମର ଏଠି +2 ପିଲା ବା ଯୋଉ ତୁମେ ଅମିନ କୋର୍ସ କରିଛ ତାହେଲେ ତମେ ମାନେ ଏଠି କରିପାରିବ। ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର ଯୋଉ ପିଲାମାନେ ରହିଛି ଏଠି ତମର ହଉଛି 10+2 ଯଦି ତୁମେ କରିଛ ଏଠି ବି ତମର ବୟସ ହଉଛି 21 ରୁ 42 ତମର ରହୁଛି। ତ ଏଜ୍ ରିଲାକ୍ସେସନ ତମର 5 ବର୍ଷ ରହୁଛି। ତମେ କହିବ ସାର୍ ଆପଣ ଯୋଉ ଲେଖିଲେ ଖୁସି ଖବର ସେ ଖୁସି ଖବରଟା କଣ? ଖୁସି ଖବର ପିଲାମାନେ ଏଇଟା ପୂର୍ବରୁ ତମର ଯେତେବେଳେ ଏଇ ଯୋଉ ରିସେଣ୍ଟଲି ତୁମେ ଦେଖିଥିବ ଯୋଉ ତମର ଆରଆଇ ଅମିନ ସେଠି ତମର ଯୋଉ ରହିଛି ସେଠି ତମର ଦୁଇଟା ଏକ୍ସାମ ହଉଥିଲା। କଣ ଦୁଇଟା ଏକ୍ସାମ? ଗୋଟେ ତମର ପିଲାମାନେ ପ୍ରିଲିମ୍ସ ଏକ୍ସାମ ହଉଥିଲା ଏବଂ ଯୋଉମାନେ ପ୍ରିଲିମ୍ସରୁ କ୍ୱାଲିଫାଇ କରୁଥିଲେ ସେମାନଙ୍କୁ ମେନ୍ସ ଏକ୍ସାମ ଦେବା ପାଇଁ ପଡୁଥିଲା ଏବଂ ତାପରେ ତମର ସ୍କିଲ୍ ଟେଷ୍ଟ ଦେବା ପାଇଁ ପଡୁଥିଲା। ମାନେ ଟୋଟାଲ 1 2 3 ତିନିଟା ଏକ୍ସାମ ତମର ଦେବା ପାଇଁ ପଡୁଥିଲା। କିନ୍ତୁ ଗଭର୍ଣ୍ଣମେଣ୍ଟ କହିଲା ଯେ ଏମିତି କରିବା ଦ୍ୱାରା କଣ ହଉଛି ବହୁତ ଲେନ୍ଦି ହଉଛି, ସେଥିପାଇଁ ତମର ଯୋଉ ପ୍ରିଲିମ୍ସ ମେନ୍ସ ସେଟା ବର୍ତ୍ତମାନ ସମୟରେ ଉଠିଗଲା ପିଲାମାନେ। ଏଠି କେବଳ ତମର ଗୋଟେ 100 ମାର୍କର ଟେଷ୍ଟ ହବ ଯୋଉଠି ତମର ମ୍ୟାଥମେଟିକ୍ସ, ଜିକେ, ଇଂଲିଶ, ଓଡିଆ, କମ୍ପ୍ୟୁଟର, ରିଜନିଂ 100 ମାର୍କର ଟେଷ୍ଟ ହଉଛି। ଯଦି ତୁମେ କ୍ୱାଲିଫାଇ କରୁଛ ତାହେଲେ ତମେ ଡାଇରେକ୍ଟ ଆଉ ମେନ୍ସ ନାହିଁ ଡାଇରେକ୍ଟ ତୁମେ ପିଲାମାନେ କଣ କରିବ ଯୋଉ ସେକେଣ୍ଡ ଟେଷ୍ଟ ଯୋଉଟା ତମର ହଉଛି ସ୍କିଲ୍ ଟେଷ୍ଟ ପିଲାମାନେ ତମେ ମାନେ ଏଠି 50 ମାର୍କରେ ଦବ। ଯଦି ସ୍କିଲ୍ ଟେଷ୍ଟ ତମର କ୍ଲିୟର ହେଇଗଲା ଡାଇରେକ୍ଟ ତମର ଚାକିରି। ଆଉ ଗୋଟେ ଚେଞ୍ଜ କଣ ହେଲା ନା ତମର ଯୋଉ ପୂର୍ବରୁ ପିଲାମାନେ ତୁମେ ଫ୍ରିରେ ତମେ ଦଉଥିଲ ବର୍ତ୍ତମାନ ସମୟରେ ତୁମକୁ ଏଠି 500 ଟଙ୍କା ଦବା ପାଇଁ ପଡିବ ଏପ୍ଲାଇ ପାଇଁ ହେଲା। ଏପ୍ଲାଇ ତମର ଆଉ ବର୍ତ୍ତମାନ ଫ୍ରି ନାହିଁ, ତମକୁ ଏଠି 500 ଟଙ୍କା ଦବା ପାଇଁ ପଡିବ। କିନ୍ତୁ ମନେ ରଖ ଏଠି ତମର ଯୋଉ ରହିଛି ଯଦି ତମେ ଏକ୍ସାମରେ ବସୁଛ କାରଣ ତୁମେ ଜାଣୁଛ ପୂର୍ବରୁ ବହୁତ ସାରା ପିଲା ଏକ୍ସାମ ଫର୍ମ ତ ପକଉଥିଲେ କିନ୍ତୁ ଏକ୍ସାମ ଦଉନଥିଲେ ଯାହାଦ୍ୱାରା କି ଯୋଉ ପ୍ରୋସେସ ଗୁଡ଼ିକ ଲେନ୍ଦି ହଉଥିଲା। ଏବେ କିନ୍ତୁ ସେମିତି ନାହିଁ, ତମେ ଯଦି ଏକ୍ସାମରେ ବସୁଛ ତମ ଟଙ୍କା ତମ ଆକାଉଣ୍ଟକୁ ରିଫଣ୍ଡ ହେଇ ଆସିବ। ଏଟା ତମର ଗୋଟେ ରହିଲା। ତ ଏଟା ତମର ପିଲାମାନେ ଗଲା
হচ্ছে কোটা ফরেস্টর ফরেস্ট গার্ড দ্বিতীয় এই সরি আমার আরআই অমিন ফরেস্টর ফরেস্ট গার্ড পাই মধ্য পিলামানে তুমি দেখো আর মধ্য নোটিস বর্তমান সময় আসি যাইছি 30 তারিখ মানে আজকা দিନରେ তোমার নোটিস আসি যাইছি এটি সেমিতি 7 তারিখ পাখু এর আবেদন স্টার্ট হব 31 তারিখ পর্যন্ত তোমার এটি যে রয়েছে মানে চালিব এবং 7 তারিখ পর্যন্ত তোমার এটি হচ্ছে অনলাইন রয়েছে মানে রেজিস্ট্রেশন 31 তারিখ যায় এবং অনলাইন ফর্ম তোমার হচ্ছে 7 তারিখ যায় তো এটি কিন্তু ଆଉ ଗୋଟେ ଜିନିଷ ପିଲାମାନେ ଏଠି ତମର ଦେଖ ଫରେଷ୍ଟର ଟିକେ ପୋଷ୍ଟ କମେଇ ଦେଇଛି ମାତ୍ର 47ଟି ପୋଷ୍ଟ ଦେଇଛି କିନ୍ତୁ ଫରେଷ୍ଟ ଗାର୍ଡ ତମର ହଉଛି 896 ଏକ୍ସାଇଜ କନେଷ୍ଟବଳ ତମର ହଉଛି 575 ଏତିକି ଭ୍ୟାକେନ୍ସି ତମର ରହିଛି ଫରେଷ୍ଟର ପାଇଁ ତମେ ହଉଛି ପ୍ଲସ ଟୁ ସାଇନ୍ସ ଫ୍ରମ ରିକଗ୍ନାଇଜ ଇନଷ୍ଟିଚ୍ୟୁଟ ତମେ ଯଦି କରିଛ ଏବଂ ତମର କମ୍ପ୍ୟୁଟର ନଲେଜ ପିଲାମାନେ ରହିଛି ତାହେଲେ ତମେ ଏଠୁ କରିପାରିବ ହେଲା ଏବଂ ଏଠି ତମର ବୟସ 18 ରୁ 32 ପିଲାମାନେ କମେଇ ଦେଇଛି ଦେଖ ଯୋଉ ତମର 21 ରୁ 42 ଯୋଉଟା ତମର ହବାର ଥିଲା ସେଟା ତମର ବର୍ତ୍ତମାନ 18 ରୁ 32 କରିଦେଇଛି ଫରେଷ୍ଟ ଗାର୍ଡ ପାଇଁ ମଧ୍ୟ ପିଲାମାନେ ସେମିତି କିନ୍ତୁ ଏକ୍ସାଇଜ କନେଷ୍ଟବଳ ପାଇଁ ତମର 21 ରୁ 32 ଏବଂ ସବୁଠୁ ବଡ କଥା ହେଲା ଫରେଷ୍ଟର ପାଇଁ ତମର କ୍ୱାଲିଫିକେସନ ଏଠି ଦେଖ 10 ଅଛି ଏ ସରି +2 ଅଛି 10 ପରେ +2 ଫରେଷ୍ଟ ଗାର୍ଡ ପାଇଁ ତମର ଅଛି ଏଠି +2 ଏକ୍ସାଇଜ କନେଷ୍ଟବଳ ପାଇଁ ମଧ୍ୟ +2 ଅଛି ତା ମାନେ 10 କ୍ଲାସ ପିଲାଙ୍କ ପାଇଁ ମଧ୍ୟ ଏଠି ଗୋଟେ ବହୁତ ଭଲ ସୁଯୋଗ କିନ୍ତୁ ବୟସ ତମର ବଢେଇ ଦେଇଛି କିନ୍ତୁ ଏସଟି ଏସସି ଏସସିବିସି ଏବଂ ଓମେନ କ୍ୟାଟେଗୋରୀଙ୍କ ପାଇଁ 5 ବର୍ଷ ମାନେ ସେମାନେ 37 ବର୍ଷ ପର୍ଯ୍ୟନ୍ତ ସେମାନେ ଏଠି ଆବେଦନ କରିପାରିବେ ଏଠି ମଧ୍ୟ ପିଲାମାନେ ସେଇ ସେମ୍ ତମର ଯୋଉ ପ୍ରିଲିମ୍ସ ମେନ୍ସ ହବାର ଥିଲା ଆଉ ତମର ପ୍ରିଲିମ୍ସ ମେନ୍ସ ଏଠି ହବାର ନାହିଁ ଏଠି ବି ତୁମକୁ ସେ 500 ଟଙ୍କା ଆପ୍ଲାଏ ଫି ଦେବା ପାଇଁ ପଡିବ প্রিলিমস মেন্স তোমার এটি না ডাইরেক্ট তুমি গোটে এক্সাম দিও প্রিলিমস এক্সাম দেই সারা পরে তোমার ফিজিক্যাল টেস্ট হব দেখো প্রিলিমস এক্সাম যেটি তোমার ম্যাথমেটিক্স জিকে ইংলিশ ওড়িয়া কম্পুটর এটি পিলা মানে রিজনিং আউ নাই এবং এটিকি দেই সারা পরে তোমার এটি গোটে ফিজিক্যাল টেস্ট হব যদি তুমি ফিজিক্যাল টেস্টরে ভালো নম্বর রখুছ তাহলে তোমাকে এটি চাকরি মু পিলা মানে আউ থরে কই দউছি আ পাই আমার প্রতিজ্ঞা 3.0 जोटा कि आरआई अमीन एसएफएस पाई एवं ता सहित जो तुम एटा पाई आमर प्रहरी बेस स्टार्ट हेची जदि तुम कोर्स नहीं कि तुम प्रिलिम्स बा तुम चाकरी नहला मु आउ थरे कहूची तुमर मध्य आमे मध्य एटी रिफंड पॉलिसी रखिछु तुम माने एटी रिफंड पॉलिसी नहीं जिवो हैला डेमो क्लास देखो हमर जो YouTube चैनल रहिछि ऑल एग्जाम साथी सेटु आसी पिला माने डेमो क्लास देखो जदि तुमको क्लास भलो लागुची ताले तुम माने नहीं पारिबो तो एटिके पिला माने अपडेट थिला आशा करछि सब किछि अपडेट तुम मानको भलो लागिथिबो जदि भलो लागिछि तबे चैनल को सब्सक्राइब करिया सहित वीडियो को तुम सांग साथी मानको मध्यरे शेयर कर दियंतु ता सहित जदि तुमको सिलेबस दरकार तबे तुम माने हमर जो रहिछि जो आमर टेलीग्राम ग्रुप रही है तुम नहीं पार जो पिला मानको आर फ्री इ बुक दरकार से माने पिला माने आमर एप्लिकेशन ऑल एग्जाम साथी सेटु जाइकी फ्री इ बुक नहीं पारिबे मु फ्री इ बुक आमर एप्लिकेशन ले अपलोड करि देछि जहार भी दरकार एप्लिकेशन को डाउनलोड करो सेटु जाइकी फ्री इ बुक तुम नहीं पारिबो एप्लिकेशन लिंक वीडियो डिस्क्रिप्शन ले अछि नुवा सिलेबस अनुसार सेठी हम अपलोड करिछु तुम माने नहीं पारिबो आज पई एतिकी रही नमस्कार जय जगन्नाथ।